ଖ୍ରୀଷ୍ଟଙ୍କ ନାମରେ ପ୍ରତ୍ୟେକ ଜଣକୁ ନମସ୍କାର ଜଣାଏ। ଆଜି ଗୀତ ସଂହିତା ତାର ପ୍ରଥମ ଗୀତର ପ୍ରଥମ ପଦ ଆମେ ଦେଖିବାକୁ ଯାଉଅଛୁ। ସେଠାରେ ଏହି ପ୍ରକାର ଲେଖାଯାଏ, ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, କିଏ ବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଏ ବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ। ମୋର ପ୍ରିୟମାନେ, ଏହି ପଦରେ ଆଜି ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଏହି ପ୍ରକାର କହିବାକୁ ଚାହାନ୍ତି, ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଏ ବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ। ଏହି ସ୍ଥାନରେ ଆମେ ତିନୋଟି ବିଷୟ ଦେଖୁଅଛୁ। ଗୋଟିଏ ଚାଲିବା, ଦ୍ୱିତୀୟଟି ଠିଆ ହେବା ଏବଂ ତୃତୀୟଟି ବସିବା। ତେବେ ଏହି ସ୍ଥାନରେ ଚାଲିବାର ଉଦ୍ଦେଶ୍ୟ, ଠିଆ ହେବାର ଉଦ୍ଦେଶ୍ୟ ଏବଂ ବସିବାର ଉଦ୍ଦେଶ୍ୟକୁ ମନ୍ଦ ଭାବରେ ଗଣନା କରାଯାଇଛି। ତେଣୁ ଆମେ ଏହି ତିନି ଜଣଙ୍କ ଠାରୁ ପୃଥକ ରହିବାର ଅଛି। ଏହି ତିନୋଟି ବିଷୟ ଠାରୁ ପୃଥକ ହୋଇ ରହିବାର ଅଛି। ଆଜିର ବାକ୍ୟ ଅନୁସାରେ ଆମମାନେ ଦୁଷ୍ଟମାନଙ୍କର ମନ୍ତ୍ରଣାରେ ଚାଲିବା ନାହିଁ, ପାପୀମାନଙ୍କ ମାର୍ଗରେ ଠିଆ ହେବା ନାହିଁ, କିଏ ବା ନିନ୍ଦକମାନଙ୍କ ସଭାରେ ବସିବା ନାହିଁ। ଯଦି ନ ଚାଲିବା, ଚାଲୁ ଚାଲୁ ନିଶ୍ଚିନ୍ତ ଛିଡ଼ା ହେବାକୁ ପଡ଼ିଥାଏ ଏବଂ ଛିଡ଼ା ହେଲେ ବସିବାକୁ ହୋଇଥାଏ। ଯଦି ଆମେ ନ ଚାଲିବା, ନ ଠିଆ ହେବା ଏବଂ ନ ବସିବା, ତେବେ ନିଶ୍ଚିନ୍ତ ରୂପେ ଫଳପ୍ରଦ ହୋଇପାରିବା। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ତାହାଙ୍କ ପାଇଁ ଏହି ତିନୋଟି ମାର୍ଗରେ ନ ଯିବା ପାଇଁ ଆମମାନଙ୍କୁ ସାହାଯ୍ୟ ଏବଂ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।